କିଚିରି ମିଚିରି ଚଟିଆ ଧାନ ଜଗିଥିଲା ନଟିଆ, ନଟିଆ ଧରିଲା ବାଡ଼ି ଚଟିଆ ଗଲା ଉଡ଼ି। এই ଧାଡ଼ିଟି ଶୁଣିଲେ ଆଜି ବି ପିଲାଦିନର ସେ ମଧୁର ସ୍ମୃତି ଆଖି ଆଗରେ ନାଚି ଉଠେ। ମା କାଖେଇ କରି ଖୁଆଇବା ବେଳେ ଚଟିଆ ଖାଇଦେବ ବୋଲି କହି ଯେଉଁ ଡର ଡରାଉଥିଲେ, ସେତେବେଳେ କିଏ ଜାଣିଥିଲା ଦିନେ ସତରେ ଏଇ କୁନି ଚଢ଼େଇଟି ଆମ ଜୀବନରୁ ସବୁଦିନ ପାଇଁ ଉଡ଼ିଯିବ ବୋଲି। ଆମ ପିଲାଦିନର ସାଙ୍ଗସାଥୀ ଥିବା ସେ ଘର ଚଟିଆ ଆଜି ସହର ଆଉ ଗାଁ ଗହଳିରୁ ପ୍ରାୟ ନିଖୋଜ ହୋଇଗଲେଣି। ପୂର୍ବରୁ ଗାଁର ଚାଳଘର ଗୁଡ଼ିକ ଥିଲା ଘର ଚଟିଆଙ୍କ ନିରାପଦ ବାସସ୍ଥଳୀ। ଚାଳର କଣ ଅବା କାନ୍ଥ ଫାଙ୍କରେ ସେମାନେ ବସା ବାନ୍ଧି ରହୁଥିଲେ। କିନ୍ତୁ ଏ ଆଧୁନିକତାର ଚକ୍ରବ୍ୟୁହରେ ଚାଳଘର ସ୍ଥାନରେ ସବୁଆଡେ ତ କଂକ୍ରିଟ ଅଟ୍ଟାଳିକା, ଆଉ ପକ୍ଷୀମାନେ ବସା ବାନ୍ଧିବେ କୁଆଡୁ? ଖାଲି ସେତିକି ନୁହେଁ, ମୋବାଇଲ ଫୋନର ବହୁଳ ବ୍ୟବହାର ଆଉ ଟାୱାରରୁ ନିର୍ଗତ ବିଦ୍ୟୁତ୍ ଚୁମ୍ବକୀୟ ବିକରଣ ଏମାନଙ୍କ ବଂଶ ଲୋପ ହେବାର ଏକ ମୁଖ୍ୟ କାରଣ ସାଜିଛି। ବିଜ୍ଞାନ କହେ, ପକ୍ଷୀମାନେ ପୃଥିବୀର ଚୁମ୍ବକୀୟ କ୍ଷେତ୍ର ସାହାଯ୍ୟରେ ଦିଗ ନିର୍ଣ୍ଣୟ କରନ୍ତି, ଯାହାକୁ ମୋବାଇଲ ରେଡିଏସନ ସମ୍ପୂର୍ଣ୍ଣ ବିଗାଡ଼ି ଦେଉଛି। ହଜି ଯାଉଛି କିଚିରି ମିଚିରି ଶବ୍ଦ। କୁଆଡ଼େ ଗଲେ ଆମ ପିଲାବେଳର ସେ ସାଥୀ ଘର ଚଟିଆ? ଆମର ଖାଦ୍ୟପେୟ ଓ ଜୀବନଶୈଳୀରେ ପରିବର୍ତ୍ତନ ବି ଏମାନଙ୍କ ପାଇଁ କାଳ ସାଜିଛି। ପୂର୍ବରୁ ଅଖାବସ୍ତାରୁ ଢାଳି ହୋଇ ପଡ଼ୁଥିବା ଶସ୍ୟଦାନା ଘର ଚଟିଆଙ୍କ ମୁଖ୍ୟ ଆହାର ଥିଲା। ଏବେକାର ସୁପରମାର୍କେଟ ଆଉ ପ୍ୟାକ୍ଡ ଫୁଡ୍ ସେମାନଙ୍କ ପାଇଁ କାଳ ହେଉଛି, ଆଉ ସେମାନଙ୍କ ପାଇଁ ଖାଦ୍ୟ ନାହିଁ। ସେପରି କ୍ଷେତରେ ଅତ୍ୟଧିକ କୀଟନାଶକର ପ୍ରୟୋଗ ଯୋଗୁଁ କୁନି ଘର ଚଟିଆଙ୍କ ମୁଖ୍ୟ ଖାଦ୍ୟ ସାଜୁଥିବା ଛୋଟ ପୋକଜୋକ ମଧ୍ୟ ମରିଯାଉଛନ୍ତି, ଯାହାଦ୍ୱାରା ଏହି ପକ୍ଷୀଙ୍କ ଶିଶୁ ମୃତ୍ୟୁ ହାର ବଢ଼ିବାରେ ଲାଗିଛି। ପରିବେଶର ଭାରସାମ୍ୟ ରକ୍ଷା କରିବାରେ ଏହି କୁନି ପକ୍ଷୀଟିର ଅବଦାନ ଅତୁଳନୀୟ। ଯଦି ଆମେ ଏବେଠାରୁ ସଚେତନ ନ ହେବା, ତେବେ ଆଗାମୀ ପିଢ଼ି ପାଇଁ ଘର ଚଟିଆ କେବଳ ବହିର ଗୋଟେ ଚିତ୍ର ପାଲଟି ରହିଯିବ। ହୁଏତ ଦିନେ ଆପଣଙ୍କ ପିଲା ଆପଣଙ୍କୁ ପ୍ରଶ୍ନ କରିବ, ବାପା, ଏ ପକ୍ଷୀର ନାଁ କଣ? ଏଇଟା କଣ ସତରେ ଆମ ଘରକୁ ଆସୁଥିଲା? ସମୟ ଥାଉ ଥାଉ ଆମ ପିଲାବେଳର ଏହି କୁନି ସାଙ୍ଗଟିକୁ ବଞ୍ଚାଇବା ପାଇଁ ପାଣି ଆଉ ଖାଦ୍ୟର ଛୋଟ ପାତ୍ରଟିଏ ନିଜ ବାଲକୋନି କିମ୍ବା ଅଗଣାରେ ରଖିବାକୁ ଚେଷ୍ଟା କରିବା। ଏହା ହିଁ ହେବ ସେମାନଙ୍କ ପ୍ରତି ଆମର ପ୍ରକୃତ ଭଲ ପାଇବା। ବ୍ୟୁରୋ ରିପୋର୍ଟ, କନକ ଡିଜିଟାଲ।